জয় শ্রী জগন্নাଥ। ନମସ୍କାର। ଜେନା ଭିଜନ ସକାଳର ଖବର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା କିଛି ଦୁର୍ଘଟଣାକୁ ନେଇ ପ୍ରସ୍ତୁତ କରିଛି ଜେନା ଭିଜନ। ଆଜି ଆଜି 10 ତାରିଖ ଏବଂ ମଙ୍ଗଳବାର। ଏହି ମଙ୍ଗଳବାରରେ ଭାରତୀୟ ପାଣିପାଗ ବିଭାଗ ଏବଂ ଓଡ଼ିଶା ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ କ'ଣ ରହିଛି ଆଜିର ପାଣିପାଗର ଖବର ପୁରା ଭିଡ଼ିଓ ସହିତ ଆସନ୍ତୁ ଦେଖିନେବା କ'ଣ ରହିଛି ଆଜିର ପାଣିପାଗର ଖବର। ଦର୍ଶକ ବନ୍ଧୁ, ଓଡ଼ିଶାରେ ଲଗାତାର ଭାବରେ ଶୀତର ପ୍ରକୋପ ଜାରି ରହିଛି। ଦର୍ଶକ ବନ୍ଧୁ, ବର୍ତ୍ତମାନ ଶୀତର ପ୍ରକୋପ ଧୀରେ ଧୀରେ କମିଯାଇଥିଲା ପରେ ପୁଣି ଏକ ଶୀତର ପ୍ରକୋପ ପୁଣି ରହିଛି ଓଡ଼ିଶା ଉପରେ। ପାଖାପାଖି ଯାହା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଯାହା ପ୍ରସ୍ତୁତ ହୋଇଛି ବା ସୂଚନା ରହିଛି ତାହା ମଧ୍ୟ ଓଡ଼ିଶା ଉପରେ ଆହୁରି 2 ଦିନରୁ 5 ଦିନ ପର୍ଯ୍ୟନ୍ତ ପ୍ରବଳ ଶୀତ ରହିବ ବୋଲି ଆକଳନ କରୁଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଦର୍ଶକ ବନ୍ଧୁ, ଆମେ ଗୋଟିଏ କଥା ଆପଣମାନଙ୍କୁ କହୁଛୁ, ଯେଉଁ ଦୃଶ୍ୟ ଦେଖୁଛନ୍ତି ଆପଣ ଲାଇଭ୍ ଭିଜୁଆଲ ମାଧ୍ୟମରେ, ଇଏ ହେଉଛି ଅନ୍ୟ ରାଜ୍ୟରେ ପ୍ରବଳ ବର୍ଷା ମଧ୍ୟ ଜାରି ରହିଛି। କେଉଁଠି ନା କେଉଁଠି ବର୍ଷା ରହିଛି। ଆମେ ଆପଣମାନଙ୍କୁ କହି ରଖୁଛୁ, ଗୁଜରାଟ, ବମ୍ବେ, ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡ଼ୁ ଏବଂ ଜାମ୍ମୁ କାଶ୍ମୀର, ଲଦାଖ, ଶ୍ରୀନଗର ଏହି ସ୍ଥାନମାନଙ୍କରେ ଅତିରୁ ପ୍ରବଳ ବର୍ଷା ମଧ୍ୟ ଓଡ଼ିଶା ଉପରେ ଜାରି ରହିଛି ବୋଲି ମଧ୍ୟ ଭାରତୀୟ ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଛି। ଦର୍ଶକ ବନ୍ଧୁ, ବର୍ତ୍ତମାନ ଆମେ ଯେଉଁ ଭିଜୁଆଲ ମାଧ୍ୟମରେ ଆମେ ଆପଣମାନଙ୍କୁ ଦେଖାଉଛୁ, ଦର୍ଶକ ବନ୍ଧୁ, ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁ ପୂର୍ବାନୁମାନ କରାଯାଇଛି, ବର୍ତ୍ତମାନ କିଛି ସ୍ଥାନରେ ଅନେକ ସ୍ଥାନରେ ବର୍ଷାର ରହିବ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ, ଆମେ କିଛି ଭିଜୁଆଲ ମାଧ୍ୟମରେ ଆପଣମାନଙ୍କୁ ଦେଖାଉଛୁ। ଦର୍ଶକ ବନ୍ଧୁ, ଓଡ଼ିଶାରେ କିପରି ଭାବରେ ରହିବ ୟାର ତାଣ୍ଡବ ଲୀଳା ଏବଂ ଏଠି ମଧ୍ୟରୁ ଓଡ଼ିଶା ଏହାର ପ୍ରଭାବରେ ଅତ୍ୟଧିକ ପ୍ରଭାବ ଫଳରେ ଓଡ଼ିଶାରେ ବର୍ତ୍ତମାନ ଶୀତର ଲହରୀ ମଧ୍ୟ ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁ ପୂର୍ବାନୁମାନ କରିଛି, ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ମଧ୍ୟ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଅନ୍ୟ ରାଜ୍ୟମାନଙ୍କରେ ଯେଉଁଭଳି ପ୍ରବଳ ବର୍ଷା ରହିଛି ତାକୁ ନେଇ ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ, ଆମେ ଗୋଟିଏ କଥା ଆମେ ଆପଣମାନଙ୍କୁ କହି ରଖୁଛୁ। ଦର୍ଶକ ବନ୍ଧୁ ଦେଖନ୍ତୁ, ଯେଉଁ ଭିଜୁଆଲ ମାଧ୍ୟମରେ ଆମେ ଯେଉଁ ସ୍ପଷ୍ଟ ଚିତ୍ର ଆମେ ଆପଣମାନଙ୍କୁ ଦେଖାଉଛୁ, ଏ ଚିତ୍ର ଯେଉଁ ଚିତ୍ରରେ ଅନେକ ଦିଲ୍ଲୀର ଏହି ଦୃଶ୍ୟ, ଯେଉଁଠି ଅନେକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ମଧ୍ୟ ଜାରି ରହୁଛି, ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ତାଣ୍ଡବ ଲୀଳା ମଧ୍ୟ ଓଡ଼ିଶା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ ବୋଲି ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଯାହା ସ୍ପଷ୍ଟ ଚିତ୍ରରୁ ଆମେ ଦେଖୁଛୁ, ଦର୍ଶକ ବନ୍ଧୁ, ଯେଉଁଭଳି ପଶ୍ଚିମ ଝଡ଼ ଓଡ଼ିଶା ଉପରେ ପ୍ରଭାବ ପଡ଼ୁଥିଲା ଏବଂ ତାହାର ମଧ୍ୟ ଶୀତ ଗାୟବ ହୋଇଯାଇଥିଲା। ପାଖାପାଖି ଆମେ ଯାହା ଦେଖୁଥିଲୁ, ଯାହା ଚିତ୍ର ଦେଖୁଥିଲୁ, ଯେଉଁ ସକାଳର କିଛି ଦୃଶ୍ୟ ସାମ୍ନାକୁ ନେଇଥିଲା, ଦର୍ଶକ ବନ୍ଧୁ, ଯେଉଁଭଳି ଓଡ଼ିଶାରେ ତା ଶୀତର ମଧ୍ୟ ପ୍ରକୋପ ଧୀରେ ଧୀରେ କମିଯାଇଥିଲା। କିନ୍ତୁ ପାଖାପାଖି ଯେଉଁ 5 ତାରିଖ, 6, 7, 8 ଏବଂ 10 ତାରିଖ ଭିତରେ ପୁଣି ଶୀତର ପ୍ରକୋପ ଟିକେ ଅଧିକା ରହିଛି ବା ପାଖାପାଖି ପାଣିପାଗ ବିଭାଗ ତରଫରୁ ଯେଉଁ ଆକଳନ କରିଛି, ଓଡ଼ିଶାରେ ପାଖାପାଖି 3 ରୁ 4 ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ଶୀତ ଜାରି ରହିବ ବୋଲି ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁ ଦିଆଯାଇଛି ପଶ୍ଚିମ ଝଡ଼ କଥା ଯଦି କହିପାରିବା, ପଶ୍ଚିମ ଝଡ଼ ପ୍ରଭାବରେ ଓଡ଼ିଶାରେ ରହିଥିଲା, ଏହାର ପ୍ରଭାବ ରହିଥିଲା। କେତେ ରହିବ ଏହାର ପ୍ରଭାବ ମଧ୍ୟ ସ୍ପଷ୍ଟ କରିନାହିଁ ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗର ପୂର୍ବାନୁମାନ କରିଛି ଯେ ଅନ୍ୟ ରାଜ୍ୟମାନଙ୍କରେ ଅତ୍ୟଧିକ ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ, ଆଜି ଯେଉଁଭଳି ସକାଳର କିଛି ଦୃଶ୍ୟ ଆମେ ଆପଣମାନଙ୍କ ପାଖରେ ରଖୁଛୁ, ସବୁଠି ବର୍ତ୍ତମାନ ସବୁ ଜିଲ୍ଲାରେ ଆକାଶ ମେଘାଚ୍ଛନ୍ନ ରହିଛି। କିନ୍ତୁ ଅନ୍ୟ ଏକ ଜିଲ୍ଲାମାନଙ୍କରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ଦେଖିବାକୁ ମିଳୁଛି। କିନ୍ତୁ ଯଦି ଆମେ ଦେଖିବା ମହାରାଷ୍ଟ୍ର କଥା ଯଦି କହିପାରିବା, ମହାରାଷ୍ଟ୍ରର ପ୍ରବଳ ବର୍ତ୍ତମାନ ବର୍ଷା
ଜାରି ରହିଥିବାର ମଧ୍ୟ ଦୃଶ୍ୟ ଆମେ ସାମ୍ନାକୁ ନେଇଥିଲେ। ଦିଲ୍ଲୀ, ହରିୟାଣା, ସିକିମ୍ ଏହି ସ୍ଥାନମାନଙ୍କରେ ଅତ୍ୟଧିକ ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ, କିଛି ଭିଜୁଆଲ ମାଧ୍ୟମରେ ଆମେ ସ୍ପଷ୍ଟ ଚିତ୍ର ଦେଖାଉଛୁ, ଯେଉଁ ଚିତ୍ର ଅନେକ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ମଧ୍ୟ ଜାରି ରହିବ ବୋଲି ଏହାକୁ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ, ଦେଖନ୍ତୁ କିପରି ରହିଛି ଏହାର ସ୍ଥିତି। ବର୍ତ୍ତମାନ ଯାହା ଦୃଶ୍ୟ ଆମେ ଦେଖାଉଛୁ, କିଛି ଦୃଶ୍ୟ ଦେଖନ୍ତୁ ରାସ୍ତାରେ ଯେଉଁଭଳି ଅନ୍ୟ ଜିଲ୍ଲାମାନଙ୍କରେ ରହିଛି, ଦିଲ୍ଲୀ ରହିଛି, ପଶ୍ଚିମବଙ୍ଗ ରହିଛି, ଛତିଶଗଡ଼ ରହିଛି, ଏମାନଙ୍କରେ ଯେଉଁ ଜିଲ୍ଲାମାନଙ୍କରେ ରହିଛି ବା ରାଜ୍ୟମାନଙ୍କରେ ରହିଛି ତାହାର ମଧ୍ୟ ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଦର୍ଶକ ବନ୍ଧୁ, କିଛି ଦୃଶ୍ୟ ମାଧ୍ୟମରେ ଆମେ ସ୍ପଷ୍ଟ କରୁଛୁ। ଆମେ ଦେଖନ୍ତୁ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ତାଣ୍ଡବ ଲୀଳା ମଧ୍ୟ ଓଡ଼ିଶା ପରେ ରହିଛି, ତା ନିଶ୍ଚିତ ଭାବରେ ଆମେ କହିପାରିବା। ଅନେକ ଜିଲ୍ଲା କଟକ, ଭୁବନେଶ୍ୱର, ପୁରୀ, ଗଞ୍ଜାମ, ଗଜପତି, ରାଉରକେଲା, ଢେଙ୍କାନାଳ, ପାରାଦୀପ, ସମ୍ବଲପୁର, ବ୍ରହ୍ମପୁର ଏହି ସ୍ଥାନମାନଙ୍କରେ ଅତ୍ୟଧିକ ଥଣ୍ଡା ମଧ୍ୟ ରହିଛି। କାରଣ ଯେଉଁ ଶୀତ, ଯାହା ଅପଡ଼େଟ୍ ଖବର ସାମ୍ନାକୁ ଆସିଥିଲା, ଶୀତର ପ୍ରକୋପ ଯେତେବେଳେ ଧୀରେ ଧୀରେ କମିଯାଇଥିଲା, ତାହାର ମଧ୍ୟ ଯାହା ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ, ତାର ମଧ୍ୟ ଶୀତ ରହିବ ବୋଲି ମଧ୍ୟ ଆକଳନ କରିଛି। କିଛି ଦୃଶ୍ୟ ମାଧ୍ୟମରେ ଦେଖାଉଛୁ ଦର୍ଶକ ବନ୍ଧୁ, ସକାଳର କିଛି ଦୃଶ୍ୟ, ଯେଉଁ ଦୃଶ୍ୟ ଆପଣଙ୍କୁ ଦେଖନ୍ତୁ କିପରି ହାଲକାରୁ ମଧ୍ୟମ ଧରଣର ପବନ ବହୁଛି ଏବଂ ତା ସହିତ ଶୀତ ମଧ୍ୟ ପ୍ରବଳ ଲାଗୁଛି। କିନ୍ତୁ ଶୀତ ପ୍ରବଳ ମଧ୍ୟ ଲାଗୁଛି ଯଦି ଦେଖିବା, ଦିନରେ ମଧ୍ୟ ଯେତେବେଳେ ଖରା ଜୋର ରହୁଛି ଏବଂ ରାତିରେ ମଧ୍ୟ ପ୍ରବଳ ଶୀତ ମଧ୍ୟ ଅନୁଭୂତ ହେଉଥିବାର ମଧ୍ୟ ଦେଖିପାରୁଛି। କିନ୍ତୁ ଅନେକ ଜାଗାରେ, ଅନେକ ଜିଲ୍ଲାରେ ମଧ୍ୟ କୁହୁଡ଼ି ଦୃଶ୍ୟମାନ ହେଉଛି, ଯେଉଁଠି ରାସ୍ତାଘାଟ ସବୁଠି ମଧ୍ୟ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି। ଏହି କୁହୁଡ଼ିରେ ପରିବହନ ପକ୍ଷରୁ ମଧ୍ୟ ସଚେତନ କରାଯାଇଛି, ଲୋକମାନେ କିପରି ଭାବରେ ଏ କୁହୁଡ଼ିରୁ, ଆକ୍ସିଡେଣ୍ଟରୁ ରକ୍ଷା କରିବା ପାଇଁ ମଧ୍ୟ ସଚେତନ କରୁଛି ପ୍ରଶାସନ ଏବଂ ସବୁଠି ପରିବହନ ପକ୍ଷରୁ ମଧ୍ୟ କରୁଛି ସଚେତନ। କିନ୍ତୁ ଏମିତି ଏକ ଦୃଶ୍ୟ ଆମେ ଦେଖିଥିଲୁ ଅନେକ ଜିଲ୍ଲାରେ। ଏ ଯେଉଁ ଦୃଶ୍ୟ ଆପଣ ଦେଖୁଛନ୍ତି ଲାଇଭ୍ ଭିଜୁଆଲ ମାଧ୍ୟମରେ, ଆଜି ସକାଳୁ କେମିତି ହାଲକାରୁ ମଧ୍ୟମ ଧରଣର ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଯାହା ଥିଲା ପାଣିପାଗ ବିଭାଗ ତରଫରୁ, ଅନେକ ଜିଲ୍ଲାରେ ଯେଉଁ ବର୍ଷା ରହିଥିଲା, ଏହା ପଶ୍ଚିମ ଝଡ଼ ପ୍ରଭାବରେ ପାଖାପାଖି 10ରୁ 14 ତାରିଖ ପର୍ଯ୍ୟନ୍ତ ଯେଉଁ ସରକାରଙ୍କ ତରଫରୁ ମଧ୍ୟ ପ୍ରସ୍ତୁତ ରହିଥିଲେ ଏବଂ ପାଣିପାଗ ବିଶେଷଜ୍ଞ ତରଫରୁ ଯେଉଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଥିଲା, ଅନେକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଥିଲା ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ଯେଉଁ ଅପଡେଟ୍ ଖବର ସାମ୍ନାକୁ ନେଇଛି ଦର୍ଶକ ବନ୍ଧୁ, ଅନେକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଥିଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଦର୍ଶକ ବନ୍ଧୁ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଯେଉଁ ଆକଳନ କରିଛି, ଓଡ଼ିଶାରେ ପାଖାପାଖି କାକର ଅଧିକ ରହିବ। କାରଣ ପାଖାପାଖି ଯେତେବେଳେ ଶୀତର ଲହରୀ ଯେତେବେଳେ ବଢ଼ୁଛି, ସେତେବେଳେ କାକରର ମଧ୍ୟ ବଢ଼ିବ। ଆପଣଙ୍କୁ ଭିଜୁଆଲ ମାଧ୍ୟମରେ ଯେଉଁ ଦେଖାଉଛୁ, ଦେଖନ୍ତୁ କିପରି ବର୍ଷା ରହିଛି। ବର୍ଷାର ଯେଉଁଭଳି କାକର ପଡ଼େ ସେଭଳିଆ ପଡ଼ୁଛି, କାକର ବିନ୍ଦୁ ମଧ୍ୟ ଅନୁଭୂତ ହେଉଛି ଏବଂ ଅନେକ ଜିଲ୍ଲାରେ କୁହୁଡ଼ି ମଧ୍ୟ ଦୃଶ୍ୟମାନ ହେଉଛି। ଏହି କୁହୁଡ଼ି ଅନେକ ଜିଲ୍ଲାମାନଙ୍କରେ ଯେଉଁ କୁହୁଡ଼ି ରହୁଛି ଏବଂ ଯେଉଁ ଥଣ୍ଡା କାଶ, ଯେଉଁ ଏ ଶୀତରେ ଯେଉଁ ପ୍ରକୋପ ଶୀତ ରହିଛି, ତା'ର ଥଣ୍ଡା କାଶ ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଏତେ ଜୋରରେ ଥଣ୍ଡା କାଶ ମଧ୍ୟ ରହୁଛି କାରଣ ଯେଉଁ ଶୀତର ପ୍ରକୋପ ମଧ୍ୟ ରହିଛି। ପାଖାପାଖି ଯେଉଁଠି ଗ୍ରୀଷ୍ମ ପ୍ରଭାବ ମାନେ ଆଗକୁ ଆସୁଛି, ଗ୍ରୀଷ୍ମ ପ୍ରଭାବ ପାଖାପାଖି ଯେଉଁ 3ରୁ 4 ଦିନ ପର୍ଯ୍ୟନ୍ତ ଯେଉଁ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିବ, ତାହା ମଧ୍ୟ ଧୀରେ ଧୀରେ କମିବ। କିନ୍ତୁ ଆଜି ଯେଉଁଭଳି ଦେଖାଯାଇଛି, ଯେଉଁ ସିଷ୍ଟମ୍ ଦେଖାଯାଇଛି, ଆଜି 10 ତାରିଖ ଏବଂ ମଙ୍ଗଳବାର, ଏହି ମଙ୍ଗଳବାରରେ ଯେଉଁ ପାଣିପାଗ ବିଜ୍ଞାନ କେନ୍ଦ୍ର ଦ୍ୱାରା ଯେଉଁ ପ୍ରସ୍ତୁତ କରାଯାଇଥିଲା ଏବଂ ତାହା ଦେଖିବାକୁ ମିଳିଥିଲା ଅନେକ ଜିଲ୍ଲାମାନଙ୍କରେ ଦେଖିବାକୁ ମିଳିଥିଲା ଘଡ଼ଘଡ଼ି ସହିତ, ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ଏକ ସ୍ପଷ୍ଟ ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଓଡ଼ିଶା କଥା ଯଦି କହିପାରିବା, ଓଡ଼ିଶାରେ ବର୍ତ୍ତମାନ ଆଗୁଆ ଯେଉଁଭଳି ଗ୍ରୀଷ୍ମ ପ୍ରଭାବ ରହିଛି, ତା ଗ୍ରୀଷ୍ମ ପ୍ରଭାବରେ ଓଡ଼ିଶାରେ ୟାର କ'ଣ ରହିବ, ୟାର ସ୍ଥିତି ଏବଂ ନେଇକି ୟାକୁ ମଧ୍ୟ ସମୀକ୍ଷା ବୈଠକ ମଧ୍ୟ କରାଯାଉଛି, ପ୍ରତ୍ୟେକ ଜିଲ୍ଲାପାଳକୁ ମଧ୍ୟ ନେଇ କରାଯାଉଛି। ଆପଣଙ୍କୁ କିଛି ଭିଜୁଆଲ ମାଧ୍ୟମରେ ଦେଖନ୍ତୁ। କିନ୍ତୁ ପଶ୍ଚିମ ଝଡ଼ ଓଡ଼ିଶା ଉପରେ ଯେତେବେଳେ ପ୍ରଭାବ ପଡ଼ିବ, ତା ନିଶ୍ଚିତ ଭାବରେ କ୍ଷତିକର କରିବ ବୋଲି ଆକଳନ ମଧ୍ୟ କରୁଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଯେଉଁ କାଳବୈଶାଖୀ କଥା ଯଦି କହିପାରିବା, ଯେଉଁ ପୂର୍ବରୁ ଆମେ ଦେଖିଛେ 2025 ମସିହା, 2025ରେ ଯେଉଁଭଳି ଥିଲା, 25ରେ ଯେଉଁ ଫେବୃଆରୀ ମାସରେ ଯେଉଁ କାଳବୈଶାଖୀ ପାଖାପାଖି ହୋଲି ଭିତରେ ଯେଉଁଭଳି ପଶ୍ଚିମ ଝଡ଼
ପଶ୍ଚିମ ଝଡ଼ ସହିତ ଏ ତୁହାକୁ ତୁହା ବର୍ଷା ମଧ୍ୟ ଜାରି ରହିଥିଲା। କାରଣ ଏଭଳି ଭାବରେ ପରିସ୍ଥିତିରେ ଯେତେବେଳେ ଓଡ଼ିଶା ପରେ ଯେତେବେଳେ এই ଫେବୃଆରୀ ମାସ ଆସେ ସମସ୍ତଙ୍କ ମନରେ ମଧ୍ୟ ଟିକେ ଭୟଜାତ ହୁଏ। କାରଣ ଫେବୃଆରୀ ମାର୍ଚ୍ଚ ଆଉ ଏପ୍ରିଲ ଏଥିରେ କାଳବୈଶାଖୀ ବର୍ଷାର ମଧ୍ୟ ସମ୍ଭାବନା ଅଧିକ ଥିବାରୁ କିନ୍ତୁ ଆଗୁତୁଆ ସତର୍କ ସୂଚନା ମଧ୍ୟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କିପରି ଲୋକମାନେ ଆପଣଙ୍କୁ କିଛି ଭିଜୁଆଲ ମାଧ୍ୟମ ଦେଖାଉଛି କିପରି ଶୀତର ପ୍ରକୋପ ରହିଛି। ଶୀତ ସହିତ ହାଲକା ମଧ୍ୟମ ଧରଣର ପବନ ବହୁଛି। ଏହି ପବନ ମଧ୍ୟ ଭାରତୀୟ ପାଣିପାଗ ବିଭାଗ ତରଫରୁ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଯାହା ସତର୍କ କରାଯାଇଛି ପାଖାପାଖି ଓଡ଼ିଶାରେ ଆହୁରି 3 ରୁ 4 ଦିନ ହାଲକା ପବନ ସହିତ ବର୍ଷା ହୋଇପାରେ ବୋଲି ସଚେତନ କରାଯାଇଛି।